ଶ୍ରୀମନ୍ଦିର ଏଇ ଯୋଉ ଗୁଣ୍ଡିଚା ମହୋତ୍ସବ ହେଇଛି ଏଇଟା ମାଘ ଶୁକ୍ଳ ପଞ୍ଚମୀରୁ ଶ୍ରୀ ପଞ୍ଚମୀରୁ ଆରମ୍ଭ ହୋଇ ନୀଳାଦ୍ରି ବିଜେରେ ସମାପ୍ତ ହୋଇଥାଏ। ଏଇ ଭିତରେ এই ମହୋତ୍ସବର ଗୋଟିଏ ଅନ୍ତର୍ଗତ ହଉଛି ଗୋଟିଏ ଉତ୍ସବ ହଉଛି ଆମର ଯୋଉ ହେରା ପଞ୍ଚମୀ ଉତ୍ସବ। ଏଇଟା ଆଷାଢ ଶୁକ୍ଳ ଷଷ୍ଠୀ ତିଥିରେ ହୁଏ, ମାନେ ରଥଯାତ୍ରାର ପଞ୍ଚମ ଦିନ ପରେ ହୁଏ ଏବଂ ସେଥିପାଇଁ ଏଇଟାକୁ ହେରା ପଞ୍ଚମୀ କୁହାଯାଇଛି। ଏଥିରେ ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ବିଜେ ହେଇକରି ଏଠିକି ଆସିଥାନ୍ତି ରଥ ନିକଟରେ, ନନ୍ଦିଘୋଷ ରଥ ନିକଟରେ, ଯୋଉଟା କି ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ସେତେବେଳେ ଥାଏ ରଥ ଗୁଡିକ। ସେଇଠି ନନ୍ଦିଘୋଷ ରଥ ପାଖକୁ ଆସନ୍ତି ଏବଂ ସେ ଯୋଉ ଆସିଲା ପରେ ସେଠି ପତି ମହାପାତ୍ର ତାଙ୍କୁ ବନ୍ଦାପନା ଏବଂ ଘଷା, ପିଡ଼ିଆ, ଆଳତି, ଦହିପଟି ମଣଇ ଇତ୍ୟାଦି ନୀତି କଲା ପରେ ସେ ତାପରେ ଜଗମୋହନ ନିକଟକୁ ଯାଇଥାନ୍ତି। ଜଗମୋହନ ଦ୍ୱାର ପାଖରେ ଠିଆ ହେଇଥିଲା ବେଳେ ସେତେବେଳେ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପୂଜା ଚାଲିଥାଏ। ସେଇ ସମୟରେ ଟେରା ପଡିବ। ଟେରା ପଡିବା ପୂର୍ବରୁ ଜଣେ ପୂଜା ପଣ୍ଡା ଆଜ୍ଞାମାଳ ଆଣି ମହାଲକ୍ଷ୍ମୀ କି ଦିଅନ୍ତି, ପ୍ରଦାନ କରନ୍ତି। ତାପରେ ମହାଲକ୍ଷ୍ମୀ ସେଠି ଟିକେ ଚାହାନ୍ତି, ଚାହିଁକିରି ମହାପ୍ରଭୁଙ୍କୁ ତାପରେ ଫେରନ୍ତି ନାକଚଣା ଦ୍ୱାର ପଟେ। ସେଠି ଭିତରଛ ମହାପାତ୍ର ଫେରିବା ପରେ ସେଇଠାରେ ତାଙ୍କର ମଧ୍ୟ ବନ୍ଦାପନା କରିଥାନ୍ତି। ସେଇପଟେ ଫେରିକିରି ଯେ ପୁଣି ଆସିକିରି ରଥ ପାଖକୁ ଆସିକିରି ରଥରୁ ଗୋଟିଏ ଅଂଶ ଭାଙ୍ଗିକିରି ଯିବାର ଇଏ ଗୋଟେ ପରମ୍ପରା ରହିଛି। ତେବେ ଏଇ ଯୋଉ ହେରା ପଞ୍ଚମୀ ୟାର ଯୋଉ ପରମ୍ପରାଟା ବାହାରୁଛି ଇଏ କପିଳେନ୍ଦ୍ର ଦେବଙ୍କ ସମୟରୁ ବାହାରୁଛି। ପ୍ରାୟ 550 ବର୍ଷ ପୂର୍ବର ଏ ଯାତ୍ରା ଅନୁଷ୍ଠିତ ହେଇଆସୁଛି। ଏଥିରେ ମଧ୍ୟ ବହୁତ କିମ୍ବଦନ୍ତୀ ବା ଜନଶ୍ରୁତି ରହିଛି ଯେ ମହାଲକ୍ଷ୍ମୀ ଠାକୁରାଣୀ ଆସନ୍ତି, ବିମଳା ବଡ ଭଗ୍ନୀ ଜ୍ୟେଷ୍ଠା ସ୍ୱରୂପ ତାଙ୍କର, ସେ ସେଠିକି ଆସନ୍ତି ଏବଂ ତାଙ୍କୁ ମହାପ୍ରଭୁ ରଥରେ ନେଇ ନଥିବାରୁ ଏଇ ବଡ ଯାତ୍ରାରେ ସେ ମନ ଦୁଃଖ କରନ୍ତି। ଇଏ କହିଲେ ତୁମେ ମୋହଚୂର୍ଣ୍ଣ ନିଅ, ମୋହଚୂର୍ଣ୍ଣ ନେଇ ପକେଇଲେ ପୁଣି ମହାପ୍ରଭୁଙ୍କର ଆଉ ସେଠି ରହିବାକୁ ଇଚ୍ଛା ହବନି, ସେ ପଳେଇ ଆସିବେ। ତେଣୁ ଇଏ ଗୋଟେ ଯୋଉ ଆମର କିମ୍ବଦନ୍ତୀ ରହିଛି, ସେ ବିଜୟ କରନ୍ତି ଲକ୍ଷ୍ମୀ ଠାକୁରାଣୀ ଏବଂ ଏଇ ଯୋଉ ବର୍ଣ୍ଣନା ହୁଏ ସେଦିନ ଯୋଉ ନୀତି ହୁଏ ସେଇ ସମୟରେ ତାଙ୍କର ଭିତର୍ଛ ଏବଂ ପତି ମହାପାତ୍ର ଦୁଇ ଜଣ ତାଙ୍କର ସେଇ ସମୟରେ ବନ୍ଦାପନା କରିଥାନ୍ତି ଯୋଉ ଅନ୍ୟାନ୍ୟ ନୀତି। ଏବଂ ଯିବା ଆସିବା ବେଳେ ପ୍ରାୟ 21ରୁ ଉର୍ଦ୍ଧ୍ୱ ସ୍ଥାନରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପନ୍ତି ଭୋଗ ହେଇଥାଏ। ତେଣୁ ଏଇ ଗୋଟେ ପରମ୍ପରା, ଏଇ ଯୋଉ ପରମ୍ପରା ଯେ ମହାପ୍ରଭୁଙ୍କର ଏଇ ଗୋଟେ ଯେମିତି ଦିନଚର୍ଯ୍ୟା ସେମିତି ସାମାଜିକ ଚଳଣୀରେ ଇଏ ଗୋଟେ ହେଇଛି ଯେ ପତ୍ନୀ କି ଛାଡିକିରି ମହାପ୍ରଭୁ ଯେତେବେଳେ ଗୁଣ୍ଡିଚା ମନ୍ଦିର ଯାଇଛନ୍ତି ସେ ଅଭିମାନରେ ଆସିଛନ୍ତି ଏବଂ ତାଙ୍କ ରଥ କାଠ ଭାଙ୍ଗିଛନ୍ତି ଏବଂ ମହାପ୍ରଭୁଙ୍କୁ ଚାହିଁକିରି ସେ ମୋହଚୂର୍ଣ୍ଣ ପକେଇବା ପରେ ପୁଣି ମହାପ୍ରଭୁ ତାର ଦିନ ଦକ୍ଷିଣ ମୋଡ଼ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି, ଦକ୍ଷିଣାଭିମୁଖୀ ଯାତ୍ରା କରିଛନ୍ତି।